नमस्कार सांग मैंने केमी अच्छा आपण मैंने आम आज सका सका उठला बेलू मु माँ तार उठिक पणा कला रूपा तार हदी ब्रश कला आम बाहर दुकान जीव बोली रूपा तार गाधे पाध कला तो मुझे उठिली माँ तार पणा चकड़ा कला मुझे जाऊँ मोर गाधा पाध करी तो रूपा ए माँ भिड बनईद माँ पणा कर आम कथा सका राति पाइल खाली पणा 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 तो पणा ए माँ कर खरा बेले भाई आनीला काली पुरी जाइला तो पुरी आनी अभड़ा तो अभड़ा को आज माँ पखाड़ कर खाइबू तो ता वीडियो भी आपण मानक बन तो मोर पूरा वीडियो बन एंजॉय करूँ आम केते मजा मस्ती करचु तो देखा नहीं बेसी मिठा हो नाଇଁ କହିଲି ନା ଥାଉ ସେତିକି ବୋଲି ଏତିକି ପକଉଛି ଯଦି ଭଲ ଚକଡ଼ିବୁ ଖଣ୍ଡ ଖଣ୍ଡ ରଖିବୁନି। ରାତିରେ ଯାଉ ତମେ ଶୋଇପଡ଼ୁଛ ଖାଇଲା ମଧ୍ୟ ହେଇଟା କଲି ଆଉ ଗୋଟେ ଗିଲାସ ଆଣିଲୁ ନା ଆମେ ପିଇ ଦେଇକିନା ଆଉ ଗୋଟେ ଗିଲାସ ଆଣ କହୁଛୁ ମୁଁ ସେଥିରେ ପିଇ ଦେଇ ଗାଧେଇବି। ହଁ ମୁଁ ଆଉ ଗୋଟେ ଗ୍ଲାସ୍ ଦେଲୁ ଦାନ୍ତ ଭଲ ଘଷୁଛୁ ଗାମୁଛା ପିନ୍ଧିକି। ଆଉ ଗୋଟେ ଗିଲାସ ଆଣେ ମୁଁ କଂସାରେ ପିଇଦେବି ନା ଗୋଟେ ଗ୍ଲାସ୍ ଆଣେ ମାଆ ତାର କଂସାରେ ପିଇବ ଆଉ ଟିକେ ଦେଇଦେ ତାଙ୍କୁ ଚାମଚ ତିନି ଗିଲାସ ବି ଆଉ ଯେତିକି ସିଏ ବା ଦୁଇ ଗ୍ଲାସ୍ ହେବ ଯେତିକି ଅଛି। ଥାଉ ସେତିକି ଏ ଦେଇଦିଏ ବଡ଼ ଭଳିଆ ଦେଇଦିଏ ପିଇବ ଆଉ ଦେନା ସବୁ ବାଣ୍ଟ ହେଇଗଲା ବଡ଼ ବୋଉର ଏ ବେଲୁନର ये चिन्नू मोर ये कुंडरे मार तो मो कम ए सरला आम भी पणा पी दे कि दुकान बाहर जीवु माँ नहीं कि बड़ बो घरे देदेला पणा बड़ बोरिया को तो आम दुकान बाहर जीवु दुकान रू पुणी खरा बेले आसबू खावाई घर को आम घर जीव खावाई चिन्नू तार एटी शोई चिन्नू एटी अनंत शयन शोई खाइबू घर गले पखाड़ खाइबू घर गले अभड़ा पखाड़ खाइबू भाई का पुरी जाइला अभड़ा आनी पखड़ा है खाइबू पखाड़ बाहरिलु जावाई एसी बंद कर खरा जो भाई हो ग्लोव्स न पिंधे जमा जाए घर को जल्दी जल्दी ताला पकाम पुणी कहला देखी बस कौन के लिखाइल फाइव लिखाइला बोली कल कि खरा देखु खरा हो कला चश्मा नाई दे ग्लोव ग्लोव पूरे स्टॉल पर भी चलू कौन
ଖାଇବାକୁ ନେଇ ଆସିବା। ହଁ ବା ଆସିକିନା ଯୋଉ ଖରାରେ ବଢ଼ିଆ ମୁହଁ କରୁଛୁ ତ। ଦହିଟା ଆଣେ ବାଥରୁମ୍ ପାଣିଟା ଅନ୍ କରିଦେଉ ସେ ଗରମ ପାଣି ଯାଉ। ହଁ ଟାଙ୍କି ତ ଏଇଟା ବଢ଼ିଆ ଚାଲିଥିବ। କଡ଼େଇରେ ବସେଇକି ତେଲ ପକେଇଦେବି। ହଁ ବସା ତେଲ ପକା ଆଉ ପାତଲା ଲଙ୍କା 2-4ଟା ଖଣ୍ଡେ ପକା ସୋରିଷ ଜିରା ସୋରିଷ ପକା ମୁଁ ଶାଗ କାଟୁଛି କାଟିକି ଯୋଗା ଦେବି। କହୁଛି ତାହେଲେ ଆଉ କେଉଁ କଡ଼େଇ ବସେଇବି? ସେଇ କଡ଼େଇ ବସେଇବି। ଯୋଉ ଥୁଆ ହେଇଛି ଏଇଟା? ପଡ଼ିଗଲା ସାଲେପୁର ମାଣି ଶାଗ ଜିରା ଦାନା ପୋଦିନା ଆସି ଯାବନି? ତା ଶୋଇଛି କ'ଣ ହବ ମୁଁ ଜାଣିଛି ପାଗ ମତେ ପଚାରୁଛୁ। ଚିନୁ ଯିଗଲା କି ହଉଛୁ କ'ଣ? ତାର ଚୋପା ଛଡ଼ା ହେବନି ଆଳୁ। ହେଇଯିବ ଶାଗ ଆଳୁ କମିଯିବ। କମିଯିବ ନା? ପୋଦିନା ପତ୍ର ଚୁନ ଚୁନ କରି କାଟା ହେଉଛି। ଆହୁରି ଚୁନ ଚୁନ କରୁନୁ ହବନି? ହଁ ସେଇ ହବନି। ରୂପା ବି ସବୁ କଂସାରେ ପଖାଳ କାଟୁଛି। ଆର ଯୋଉ ମା ଇଏ ଠେକିଟା ସେଥିରେ ପଶିକି ଆସିଥିଲା ଅବଢ଼ା ହାଣ୍ଡି। ଓହୋ ରୂପା କଥା ରଙ୍କ ତୋଳଣି କରିବ ବୋଲି ବା କହିବୁ ସେଇଥିରେ କରିବୁ ବାସିବ। ଦିଗା ଜିରାରେ ପଡ଼ିଛି। କାହାର ଆଉ ଶୋଇ ପଡ଼ିବ ବା। ଗରମ ଗରମ ଶାଗ ବଜାୟ ରଖିଦେଇଛି ବାମ୍ଫ ବାହାରୁଛି। ଆଳୁ ଚକଟିଆ ମା ପିଆଜ କି ପିଆଜ ତ ଖିଆ ହେବନି ବା ଅଭଡ଼ା ଅଭଡ଼ା ହାତ ଖାଲି ଲୁଣ ପକେଇ ଚକଟା ହେବ। ସେଇଥିରେ ଏଥର ମା ବସିବ ତମେ ବସିକି ତ ଅଳ୍ପ ଦିକା ଦେ ମୁଁ ପଛେ ସେ ଭାତ ନେଇ ଆସିବି। ସେଇ ତୋରାଣି ପୁରା ଲୁଣ 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 ଲଙ୍କା ତେଲ ସବୁ ଦହି ଏ ମଶା ମଶା ଏ କାମୁଲା
ନା ଦହି ଛିଣ୍ଡେଇ ଦେ ତୁମେ କଲୁନି ଆଉ ପାଦରେ ପକଉନୁ ଏଇଥିରେ ପକେଇକି ଡାଇରେକ୍ଟ ଏଇଠି ପିଇଦେବୁ ସେଇ ଜିନିଷ ତ ପଡ଼େ ଆଉ ଟିକେ ପକାନି ଏଇ ରାଗ ଅଧିକା କରିବନି ରାଗ ବାସ୍ନା ମୋତେ ରାମକୁ ପକେଇଦେବ ତାଙ୍କୁ ଦିଅ ଦିନା ଧଣିଆ ନଥିଲା ନା ବାବା ଦେଇଥିଲା ନା ମୁଁ ଧନିଆ ପତ୍ର କହୁଛି ତେଲ ଦେ ତେଲ ସେଥିରେ ପଡ଼ିବନି ସୋରିଷ ତେଲ ପଡ଼ିବ ରୋଷେଇ ସୋରିଷ ତେଲ ପଡ଼ିବ ମନା କଲେ ପଡ଼ିବ ଆଉ ନ ପକା ସୋରିଷ ବାଟଣ ହୁଏନି ରୋଷେଇ ବେସର ହୁଏ ବା। ବେସର ବା ଥାଉ 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 ନାଇଁ କରୁଛି ଥାଉ ପଖାଳର ଚଟଣା ତୁମେ ଯା ଷ୍ଟୁଲରେ ବସିଲୁ ଆଉ ଟିକେ ଲୁଣ ପଡ଼ିବ ବୁଝିଲୁ ଆଳୁରେ ଲାଇନ୍ ଖାଲି ଯାଉଛି ଯାଉଛି ଶାଗଟା ବଢ଼ିଆ ଯାଉଛି ନେଉଠି ଖଡ଼ା ଆମର କଷି ଶାଗଟା ଶାଗ ଅଛି ଆଉ ଶାଗ ଶାଗ ସେତିକି ଲଙ୍କା ହାଇଟି ଚକଟ ଟିକେ ଏଇଠି କରି ଚକଡ଼ା ପନିରଟା ବାଗ ଲାଗୁନି କେବେ ଆଗ ଲାଗୁଛି ଲାଗୁଛି ହେ ଲୁଣ ଖାଇଦେଲି ଗୋଟିଏ ତାପରେ ଲୁଣିଆ ହେଇଗଲା କ'ଣ ହେଇଗଲା ଗୋଟେ ଲୁଣ ଥିଲା ଖାଇଦେଲି ମିଶା ସଦାବେଳେ ଆମର ଜମା ହବ ଭାତ ବନ ଭାତ ଅବଢ଼ା ଅଛି ଆମର କାଲି କେଇଟା ଯାଇ ପହଞ୍ଚିଲେ ପୁଅ ଆଠଟାରେ ଆଠଟା ଠିକ୍ ପହଞ୍ଚିଲ ସାଢ଼େ 6ଟା ହେଲା 8ଟା ଅଣ୍ଡ କ'ଣ କହିଲା 2 ଘଣ୍ଟାରେ କହିଲୁ ଯୋଉ ଠାକୁର ଦର୍ଶନ କରିପାରିଲ ଭଲରେ ଭିଡ଼ ଥିଲା ଯେତେ ଗଲୁ 5ଟା ହେଲା ରାତିରେ ଯାଇଛନ୍ତି ଫାଙ୍କା ଥିବ ଆଉ ଆମେ ଯେଉଁ ରାତିରେ କେତେ ଫାଙ୍କାରେ ବସିକି ଆସିଲୁ ଆମେ ଯୋଉ 11ଟା ଖଣ୍ଡେ ହେଇଯାଏ ଭାଲୁ ଆସିକି ଖାଇଦେଇକି ପଳେଇଲା କାଜୁ ଦେ ସିଧାରେ ତୋରାଣି ପିଇ ଦେ ରଙ୍କ ତୋରାଣି ଆଉ ଅବଢ଼ା ଅଛି ତଳେ ଅବଢ଼ା ଖାଇଦେ ସବୁ ଛାଣିକି ନଷ୍ଟ କରନା ପେଟ ଫୁଲ ହେଇଗଲାଣି ଏତେ କ'ଣ ଖାଇ ହେବ ଅବଢ଼ା ଆଉ ତ ପେଟ ପୁରିଲା ତ
ଶାଗଟା କିନ୍ତୁ ବଢ଼ିଆ ଲାଗୁଛି। ଏତେ ଧଳା ଶାଗର ତେଲ ବି ମୁଁ କମ୍ ପକେଇଦେଲି। ପିଠା ରଖନ୍ତନି ଶାଗଟା ମୁଁ ମୁଁ ଖାଇବିନି ଆଉ ଲାଷ୍ଟ ବାହାରିବ ମୁଁ ଖାଇଦେବି। ପକା ଦହି ଟିକେ ଚାଉ ଚାଉ ଲୁଣ ପକା ଲଙ୍କାର ଚକଡ଼ିଆ ବଢ଼ିଆ ଲାଗେ। ପିଉ ମା ତୁ ଏବେ ମୋର ଅଛି ନାଇଁ ଲଙ୍କା ଚକଡ଼ା ପିଉ ଆଉ ଦିଦି ପକା ସବୁ ପକା। ଲଙ୍କାଗୁଡ଼ା ନା ବେଶୀ ରାଗ ନାହିଁ। ନା ଦେଖାଯାଉଛି ରାଗ ରାଗ ନାହିଁ। କାହିଁ କହିଲୁ ମୁଁ ଯେତିକି ଲଙ୍କା ଛେଚିଦେଲି ମାନେ 6-7ଟା ଖଣ୍ଡେ ଟିକେ 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 ଛେଚିଦେଲି। ଶୀତ ଦିନେ ଲଙ୍କା ରାଗ ନା ଆଉ ଥରେ ଆଣିଥିଲୁ ସେ ଯୋଉ ଲଙ୍କା ରାଗ ଭଳି ମୁଁ ଗଲି ଲେଟ୍ରେ ନା ହାଟକୁ। ତୁ ପିଉ ମା ତୁ ପିଉନୁ ନାଇଁ ମୁଁ ଏତିକି ଆଉ ଟିକେ ଦେ ପିଇଛି ଚାଉ ଚାଉ ମଜାଲୁ କରିଦେଲି ପିଇବ ନାଇଁ ନାଇଁ କାଇଁ ମା ଗନ୍ଧ ଗନ୍ଧ କରୁଛୁ ତୁ ଅଗଡ଼ା ଚକଟା ଶାଗ ସବୁ ବଢ଼ିଆ ହେଇଥିଲା ନା। ମୁହଁ ପକେଇଛି ଏକାଥରେ ବାହାର କରିବ ସଇଲେ। ଶେଷ ଖତମ ଆହୁରି ଅଛି ଗୋଟାଏ ତମର ପିଇପାରିଲନି ମୁଁ ପିଇଦେଲି ମା ଗୋଟେ ତମର ପିଇଦବ। ତମେ କମାଲ କରିଦେଲ ଦେ ମା ଦେଇ ଗୋଟାଏ ତମର ପିଇଲା ଶେଷ ଖାଦାମ ସବୁ ଚାଟଚୁଟି ଖାଇଥିଲୁ ଶାଗ ଭଜା କି ଟେଷ୍ଟି ବିନା ପିଆଜ ଟେଷ୍ଟି ଲାଗୁଛି। ଆଜି ସଂକ୍ରାନ୍ତି ଭଳିଆ ଲାଗୁଛି। ଗୋଟେ ଅବଡ଼ା ହେଉଥିବା ଗୋଟେ ନିର୍ମାଲ୍ୟ ଏପି କଥା ମାଝିରେ ଶୁଖେଇଲୁନୁ ମୁଁ କହିଲି ଝିଅ ସେ କୋଡ଼ ଲାଗିନଥିଲା ନାଗି ତ ଯୋଉ ଟିକେ ଦିଅ ପାଣି ପୁରେଇ ହଲେଇ ହଲେଇକି ଅଜାଡ଼ି ରାଧି ରାଧି ମୁଁ କହିଲି ମୁଁ ଶୁଖେଇକି ଗୋଟେ ଏଡ଼େ ଡବାରେ ଅଧା ଡବା ରଖିଛି କହୁଥିଲୁ ଶୁଖିଯାଇଛି ସରିଗଲା ଗାଡ଼ିଆ ପାଣିଆ ପକେଇ ଦେଇଛୁ ଅବଡ଼ା ଭାତ ଚିଲ ବୋତଲ ଦଉନୁ ତୋରାଣି ଅଛି ପାଣି ବି ଚଳେଇଥିଲି ଖାଇ ପିଇ ପୁରା ଅଧା ବଡ଼ା ଉଠେଇ ସାରିଲାଣି। ଏବେ ଗାଡ଼ିଆରେ ପକେଇ ଦେବୁ ଏ ସେଠି ଆମର ପଡ଼ିଛି ଗୋଟେ ଇଏ ପତ୍ର ପୋଦିନା ପତ୍ର ପ୍ରଭୁ ବାହାରେ ପଡ଼ୁଛି ସେ ମାଲକୁ ସବୁ ଯିବ। ଠାକୁରଙ୍କର ଭୋଗ ଖାଇଲେ ଆମର ପାଣିରେ ପକା ହୁଏ ମା ଆମକୁ ପଠେଇ ଦେଇଛି। କିଲୋ ବେଲୁନ ସେଠି ଶୁଖେଇଛି ନା କ'ଣ କରୁଛି ସେ କୋଉଠି ଗାଡ଼ିଆ ଖୋଲିରେ ବସିଥିବ ଦେଖ। ଭିତରୁ ଛାଡ଼ ସାଇଡ଼ ସିଏ କି ପିତା ଶାଗ ହେଇଛି ରୂପା ଏ କଡ଼ରେ ବେ ଏ କଡ଼େ କଡ଼େ ଯାଇ ହେବନି ସକାଳକୁ ନା କେଉଁଠି ଧୋଇବୁ ବେଲୁନ ନା ଭିତରୁ ପଶି ଯାଇ ଧୋଉଛି ନେଳି ଦଳ ହେଇଛି ଏନ୍ତା ଦଳ ଆମ ଗାଡ଼ିରେ ହୁଏ। ହଁ ତା ଟିକେ ଟିକେ ବଡ଼ ବଡ଼ ହେଇନି ସେଗୁଡ଼ା ହେଇଥିବ ଦେଖିଛି। ବଢ଼ିଆ ପିତା ଶାଗ ହେଇଛି ବେ ଏଇଗୁଡ଼ା ହେଇ କିଟେ ବୁତେ ଦେଖିଲୁ ପିତା ଶାଗ ଚୋବା ହେଇଛି
ଆମ୍ବ ଖାଇକି ଭଲ ଅଛି। ଠିକ୍ ବଢ଼ି ପିତା ଶାଗ ହେଇଛି ନା ବେ ଆଣି ହେବନି କିନ୍ତୁ ଅତି ଭିତରକୁ ଇଏ ଭୁପା ବଢ଼ିଆ ପିତା ଶାଗ ହେଇଛି ବେ ଥରେ ଏଇ କଡ଼ରେ ପଶିକି ଆସି ନବା ହେଲା ଏ କେତେ ପିତା ଶାଗ ହେଇଛି କି ଶାଗ ବି କାଲି ଖାଇବା ଆମେ ପିତା ଶାଗ ଏ ଆମ୍ବ ହେଇଛି ଆମ୍ବ ହେଇବା ହେ କେଉଁଠି କୋଟା ଆଡ଼େ ତତେ ମଙ୍କି ଖାଇସାରିଲେଣି ଚାଲ ଏ ବଢ଼ିଆ ପକ୍କା କରିଦେଇଛି ବୋଲି ଏଇଠି ତାର ବସିକି ଘଷି ଆସିବେ ବୋଧେ ହୋ ବାପାଲୋ ଚିନିର ମୋର ଆସି ପହଞ୍ଚିଯାଇଛୁ ଦିଦି ଘରେ କ'ଣ ଖାଇବା ପିଇବା ଦେବ ଦେଖିବା ଜଲ୍ଦି ଜଲ୍ଦି ଖାଇଦେଇ ପଳେଇବା ଆଉ ହେଲା ମୁଁ ଦେଖେଇବି ଆପଣମାନଙ୍କୁ ଦିଦି କ'ଣ ମୋତେ ଖାଇବାକୁ ଦେଇଥିଲା ଆଉ ଓହୋ ଦେଖନ୍ତୁ ଗଞ୍ଜି ଆମର ଏଠି ପାଠ ପଢ଼ୁଛି ଶସ୍ତାରୁ ହିନସ୍ତା 10 ଟଙ୍କା ନେଖା ନେଲେ ବୋଲେ ଶସ୍ତା ଗଞ୍ଜି କ'ଣ ପଢ଼ୁଛୁ ଓଡ଼ିଆ ମୁଁ ଓଡ଼ିଆ ଜମା ପଢ଼େନି ଆମେରିକାରେ ପଢ଼ୁଥିଲି ନା ଯାହା ଓଡ଼ିଆ ଓଡ଼ିଶା ଘର ନା ସେଥିପାଇଁକା ମୁଁ ଟିକେ କ୍ଲିୟର ଓଡ଼ିଆ କୁହେ ଗଞ୍ଜି କ'ଣ ଆଜି ଗଞ୍ଜି ପିନ୍ଧିନୁ ଆଜି ଏଇଟା ତ ହାତକଡ଼ା ଗଞ୍ଜି ଓହୋ ହଉ ଫୌଜ ପାଇଁକା ଅଫର କରୁଛନ୍ତି ଚାବିଟା ଥୋଇଲୁ ମନେ ପଡ଼ିବନି ଚାବି କଥା ପାଣି ଦେବି ଚା ଦେ ମୁଁ ପିଇଦିଏ ମ ଢାଳିବା ଦିଲେ ପୁଣି ତ ମାମା କହିଲେ ଆଣିବାକୁ ଦିଦି ରଖିବେ ଭଲ ନେ ବଟା 40 ଟଙ୍କା ଫଟେଇ ଦେଲା ଲୋ ଫଟେଇ ଦେଲା କହିଛି ମାଆକୁ ଖାଇଦେବି କରିଦେଉନ ପିଇଦେବ ବେଲ ମୁଁ ବି ପିଇଛି ସକାଳେ ଗୋଟାଏ ଖାଇବି ଦୁଇଟା ଖାଇବୁ ନା ଭଲ ଲାଗେ ଦିଦି ତ ଖାଇବା ଦେଲେ ପୁଣି ନିନ୍ଦୁ ତୁ ଖାଇବିନି ପଇସା ବି ନେଲାନି 50 ଟଙ୍କା 10ଟା ଖାଇଦେଲା ତାପରେ ପାଣି ପିଇବ ପଗଳା ରିଲାକ୍ସ 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 नो बेबी थो एठी थो एती पानी फेरुछ ଭାଗ ପିଆଜ ଭାଗ बाहर भी कला कर हम चा पी दे ପିଆଜ ଖାଉଛି ରାକ୍ଷାଜ ଖାଉଛି ନେ ଆଉ ଖାଇଦେ ନେ ନଉନୁ ରାକ୍ଷାଜ ଦେଖୁଛୁ କ'ଣ କରୁଛୁ ତୁ ଛି କେମିତି ତୋ ମା' ତ ଜନ୍ମ କରିଥିଲା ଜାଣି ଜରି ପୁରା ଜରି ଦେ ନହେଲେ ଆଇ ରାଗିବ ହଁ ଚା'ଟା ବଢ଼ିଆ ଲାଗୁଛି ଭିଡ଼ିଓ କରିଦିଏ ତାଙ୍କର ପାଖରେ
ଆମେ ଦିଦି ଘରକୁ ଫେରୁଛୁ। ଘରକୁ ଫେରିକି ରୂପା ଆଜି ପଖାଳ ପୁଣି ଖାଇବ। ସକାଳେ ପଖାଳ ଖାଇଥିଲା, ଯେଉଁଟାକି ଅଭଡ଼ା ପଖାଳ ଥିଲା। ତ ତାକୁ ଅଭଡ଼ା ପଖାଳ ଖାଇଲେ ଶାନ୍ତି ଲାଗେ, କିନ୍ତୁ ଯେଉଁଟା ଯେମିତି ଉଷୁନା ପଖାଳ ଖାଇବାରେ ଆମର ଓଡ଼ିଆମାନଙ୍କର ଯେଉଁ ଶାନ୍ତି ଥାଏ, ସେ ଶାନ୍ତିଟା ନଥାଏ। ତ ତାକୁ ସେ ଶାନ୍ତି ମିଳିନି ତା ଦେହରେ। ତ ରାତିରେ ତା'ର ଇଣ୍ଟରେଷ୍ଟ ସଜ ପଖାଳ, ଯେଉଁଟାକି ବହୁତ ସୁନ୍ଦର ବାସେ, ତା ଦେହରେ ଦହି ପକାଇ ଟିକେ ଆଉ ପିଆଜ ପକାଇ ଚକଟିକି ଖାଇବ। ପିଆଜ ଯେଉଁଟାକି ଆମର ଦେଶୀ ପିଆଜ ରହୁଛି, ସେଇ ପିଆଜଟା ଚକଟିକି ଖାଇବ, ତାକୁ ଭାରି ପସନ୍ଦ। ତ ଆମେ ଏବେ ଯାଉଛୁ ଖାଇବୁ। ତ ଆମ ଭିଡ଼ିଓରେ ରୁହନ୍ତୁ, ଦେଖନ୍ତୁ କେମିତି କ'ଣ ଆମେ କ'ଣ କରିବା, କେମିତି ଚକଟି କରିଛି ଖାଉଛୁ। ଦୁଇ ଜଣ ଯାକ ଖେମ୍ଟା ଖେମ୍ଟି ହେଉଛନ୍ତି। ପୁରା ଭିଡ଼ିଓ ବନେଇନି ତ, ଟିକେ ତାକୁ ଭିଡ଼ିଓ ବନେଇଛି। ତ ଚାଲନ୍ତୁ ଦେଖିବା କେମିତି କ'ଣ ଖାଉଛନ୍ତି। ଏଇ ଉପରେ କ'ଣ ଥାଲୁ ଆମେ ଯେଉଁ ଉପରେ ଦିନ ଅଛୁ, ସେ କ'ଣ ପାଣିଆ ଏମିତି କ'ଣ ପାଇଁ? ଏଇ କି ଉପରେ ସେ କି ଉପରେ ବାସୁଛି ଖଟା ଖଟା। ନାଲି ଲଙ୍କା ଧୋଇଦେଲି କହିଲେ ଯାଅ ଖାଇବ। ଖଟା ଇଏ ପକାଇଦେ, ନୁହଁ ପକା। ମିଠା ଡବା ମିଠା ରସଗୋଲା ବା ବମ୍ବେ ରସଗୋଲା, କୋଉ ରସଗୋଲା? ବମ୍ବେ ରସଗୋଲା ଡବାଟା ପୁରା ଟିଣ ଡବାଟା ନୂଆ ଡବାଟା ଖୋଲ ପୁରା ସିଲ୍ ହେଇଯାଇଥିଲା ପ୍ଲାଷ୍ଟିକ ଡବାରେ ଖୋଳରେ। ତେବେଟା ଖବର ଦଶ ଟଙ୍କା କାଟିଦେଲି ଆମର କେହି ଖାଇବାକୁ ନାହିଁ। ସୁମ୍ପାପୁଡ଼ି ଆମେ ସବୁ ପାଟିରେ ଦେବୁ। ଫୋକଡ଼ା ହବ ପିମ୍ପୁଡ଼ି ହବ ନୁଚେଇବୁ 8 ଦିନ ପରେ ମୁଁ ଦେଖିଲେ ଘରକୁ ଖାଇନି ସବୁ ସୁମ୍ପାପୁଡ଼ି ଦେଇଥିଲା ଖାଇନଥାନ୍ତୁ କିଛି ନାହିଁ। ସେ ବ୍ୟାଗ୍ ତ ଦେଇଦେଲି 2 ଦୁଇଟା ବ୍ୟାଗ୍ ମିଛ ଦେଲେ। 2 ପ୍ୟାକେଟ୍ ପେନ୍